ଆ- ଆଜ୍ଞା ନମସ୍କାର। ଆଚ୍ଛା ଲିଟୁ ଭାଇ ଆପଣ ତ ଆମ ସାଥିରେ ଆଜି ବହୁତ ଏରିଆ ବୁଲିଲେ ସୋରଡା ଅଞ୍ଚଳରେ। ଆଉ କୋଉ ଏରିଆ ବୁଲିଲେ ମଧ୍ୟ ନାଁ କହିବେ? ଆଉ ଆପଣଙ୍କୁ କଣ ଲାଗିଲା ସବୁ ଜାଗାରେ ଯୋଉ ଇନ୍ଦ୍ରାଣୀର ପରଫମାନ୍ସ ଆପଣଙ୍କୁ କଣ ଲାଗିଲା ଦୁଇ ପଦ କହିବେ? ଆଜି ଆମେ ପ୍ରଥମେ କେଶରୀ ପାଟଣା ଯାଇଥିଲେ, ତାପରେ ବାଘିଲିଙ୍ଗ ଯାଇଥିଲେ, ତାପରେ କେଶର ଆସିଛନ୍ତି। ଯାହା ଦେଖିଲି ମୁଁ ଚାଷୀଙ୍କ ପାଟିରୁ ଇନ୍ଦ୍ରାଣୀ ଗୋଟେ ବଢିଆ ପ୍ରଡକ୍ଟ ହେଇଛି। ଧାନ ବଢିଆ ସେ ଫଳ ବି ଅଛି। 145 ଦିନ ଧାନ ପାଇଁ ସେ ଗୋଟେ ବଢିଆ ଧାନ ହେଇପାରିବ ବୋଲି ସମସ୍ତେ ଆଶା କଲେଣି। ଆଚ୍ଛା ମୁଁ ଚାହିଁବି କି ଆପଣଙ୍କର ସମ୍ପୂର୍ଣ୍ଣ ପରିଚୟ ଟା ଦିଅନ୍ତୁ। ଆଉ ଧାନର କେତେଟା ଭଲ ଗୁଣ କୁହନ୍ତୁ ଯୋଉଟା କି ସବୁ ଚାଷୀ ଭାଇ ମାନେ ଜାଣିପାରିବେ। ଆପଣଙ୍କ ପରିଚୟ ଟା ଫାଷ୍ଟ ଦିଅନ୍ତୁ। ମୁଁ ଜଣେ ରିଟେଲର ଲିଟୁ ପାଢୀ, ବରାଡି। ଧାନର ବିଶେଷ ଗୁଣ ଆଜି ଯୋଉ ଆମେ 3-4ଟା ପ୍ଲଟ ଗଲେ ବା ଏରିଆ ୱାଇଜ କେମିତି ପରଫମାନ୍ସ ହେଇଛି କଣ? ଧାନ ମୁଁ ଦେଖିଲି କୋଉ ଜାଗାରେ ବି ଗୋଟେ ଜାଗାରେ ପଡିନି, ପବନ ସହନଶୀଳତା ଅଛି। ନଡା ବହୁତ ଷ୍ଟ୍ରଙ୍ଗ ଅଛି, ଧାନ ବି ଅଧିକା ଉଚ୍ଚା ନାହିଁ। 145ର ଧାନ ହିସାବରେ ସେ ଗୋଟେ ବଢିଆ ଧାନ ହେଇପାରିବ ଇନ୍ଦ୍ରାଣୀ। ଯୋଉଟା କି ଆର ବର୍ଷ ପାଇଁ ନିହାତି ଅଧିକା ଧାନ ଯୋଗେଇବାକୁ ପଡିବ। ଆଚ୍ଛା ଏ ବର୍ଷ ପାଣି ବର୍ଷା ବି ଆମର ଏପଟେ ବହୁତ କମ ଅଛି, ହଁ ହଁ ତା ଦେହରେ ମଧ୍ୟ ସେ ହେଇପାରି ଯେତିକି ଧାନ ହେଇଛି ବଢିଆ ହେଇଛି ବୋଲି ସମସ୍ତେ କହନ୍ତି। ମାନେ ତ ଯୋଉ ଆଶାନୁରୂପକ ବର୍ଷା ନ ହେଇକି ମଧ୍ୟ ଆଶାନୁରୂପକ ଧାନ ହେଇପାରିଛି। ହେଇପାରିଛି। ତ ଚାଷୀ ଆକୁ ଆପଣେଇବେ ଆଗାମୀ ବର୍ଷରେ? ନିଶ୍ଚିତ ଇଏ ଅଲଗା କମ୍ପାନୀ କି କାଟିକି ଆଗକୁ ଯାଇପାରିବ। ଏ ଦିନ ହିସାବର ଧାନ 145 ଦିନ ଧାନରେ ଏ ନିଶ୍ଚିତ ଆଗକୁ ଯାଇପାରିବ। ଆଉ ନେକ୍ସଟ ଇୟର ଭଲ ମାର୍କେଟ କରିବ। ଆଚ୍ଛା ଧନ୍ୟବାଦ ଆପଣ ତ ନିଜେ ଅନୁଭବ କଲେ କି ଏଥିରେ ରୋଗ ପୋକ ମଧ୍ୟ ରୋଗ ପୋକ ବହୁତ କମ କି କାହିଁ ଅଛି। କିଛି ମୁଁ ବୁଝିପାରିଲିନି କୋଉଠି ବି ସେମିତି ମାନେ ରୋଗ ଲାଗିବାର ଆମେ ଦେଖି ପାରିଲେନି ଆଜି। ହଁ ସେଥିପାଇଁ ଦେଖ ଆମେ ମଧ୍ୟ ଆଶା କରୁଛୁ କି ଇନ୍ଦ୍ରାଣୀ ସମସ୍ତ ଚାଷୀଙ୍କ ମୁହଁରେ ହସ ଭରୁ ଆଉ ଅଧିକରୁ ଅଧିକ ଅମଳ ଦଉ। ଆଉ ବିଶେଷ କରି ଆପଣଙ୍କୁ ଧନ୍ୟବାଦ କି ଆପଣ ଗୋଟେ ନୂଆ ଧାନକୁ ଏତେ ମୁଁ ଫାଷ୍ଟ ଯେତେବେଳେ ଚାଷୀଙ୍କୁ ଦେଇଥିଲି ମୁଁ ବି ଡରିଥିଲି କାଳେ ଅସୁବିଧା ହେଇଗଲେ ସେମାନେ ମତେ ଗାଳି କରିବେ। ତ ଅଧିକା କାହାକୁ ଦିଆହେଇନି ଅଳ୍ପ ଅଳ୍ପ ଦେଇକି ଆଜି ଟ୍ରାଏଲ ନିଆ ହେଇଥିଲା। ଯୋଉ ଜାଗା ଗୁଡାକ ବୁଲା ହେଲା ବହୁତ ବଢିଆ ସେ ଧାନ ହେଇଛି। ହେଲେ ଚାଷୀ ମାନଙ୍କ ରିଆକ୍ସନ କଣ ଦେଖିକି ଖୁସି ଲାଗିଲା? ନିଶ୍ଚିତ ମତେ ବଢିଆ ଲାଗିଲା ଆଉ ଆର ବର୍ଷ ପାଇଁ ଭଲ ପରଫମାନ୍ସ ଦବ। ଧନ୍ୟବାଦ ଲିଟୁ ଭାଇ ଆପଣ ମଧ୍ୟ ଏତେ ଭରସା ଦେଇଥିବାରୁ ଇନ୍ଦ୍ରାଣୀ ପ୍ରତି ଆପଣଙ୍କୁ ବିଶେଷ ଅଶେଷ